जय श्री जय जगन्नाथ श्री भाई राम। मैंने सर्वप्रथमे गुरुदेव गणपति और जगदम्बा को प्रणाम करी आज आम सेशन आरंभ करने जाऊे। ये सेशन रे 16 डिरेक्शन जो प्लेलिस्ट अच्छे ए सब ऐड हम से वीडियो। तो आज आम से क्रमर अष्ट दिगमुखी भूखंड और गृह माने अष्ट दिग को जदि भूमिटा थिबो धर गोटे को भूमि पूर्व दिग को मुह करिछि को भूमि पश्चिम दिग को मुह करिछि तो सेई जो भूखंड अछि सेई भूखंडरे गृह गुड़ा किभଳି ଭାବରେ ନିର୍ମାଣ ହବ ତାର କଣ ପଏंट्स प्रति हमको नुआ प्लॉट तैयारी कला बेले ध्यान रखिବାକୁ पड़िबो। ସେଇ ବିଷୟ ସେଇ କ୍ରମରେ ଆଜି ଆମେ ଆରମ୍ଭ କରିବା ପୂର୍ବମୁଖ ଭୂଖଣ୍ଡ ଏବଂ ତାର ଗୃହଟା କିଭଳି ଭାବରେ ନିର୍ମାଣ କରାଯିବ। ଭାଇ ପୂର୍ବ ଦିଗର ଗ୍ରହ ହଉଛନ୍ତି ସୂର୍ଯ୍ୟ ଏବଂ ଦେବତା ହେଉଛନ୍ତି ଇନ୍ଦ୍ର। ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟନ୍ତି। ତେଣୁ ପୂର୍ବ ଦିଗକୁ ଶକ୍ତିର ଉତ୍ସ ବୋଲି ମଧ୍ୟ କୁହାଯାଏ। ଯେଉଁ ଘର ବା ଭୂଖଣ୍ଡର ମୁଖ୍ୟ ରାସ୍ତା ଓ ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ଥାଏ ତାହାକୁ ପୂର୍ବମୁଖୀ ଭୂଖଣ୍ଡ କୁହାଯାଏ। ମନେ ରହିଲା, ଯେଉଁ ଘରର ବା ଭୂଖଣ୍ଡର ମୁଖ୍ୟ ରାସ୍ତା ବା ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ଥାଏ ତାହାକୁ ହିଁ ପୂର୍ବମୁଖୀ ଭୂଖଣ୍ଡ ବୋଲି କୁହାଯାଏ। ସେଇ ଗୃହ ବା ଭୂଖଣ୍ଡର ଅନ୍ୟ ଦିଗକୁ ଦ୍ୱାର ମାନ ଥିଲେ ମଧ୍ୟ ମୁଖ୍ୟ ଦ୍ୱାର ଅନୁସାରେ ବାସ୍ତୁର ବିଚାର କରାଯାଏ। ତେଣୁ ଆମେ ଏଇ ପଏଣ୍ଟରୁ ଭଲସେ କ୍ଲିୟର ହେଲେ ଯେ ଯେକୌଣସି ଜିନିଷର ବାସ୍ତୁର ବିଚାର ତୁମେ କିଭଳି ଭାବରେ କରିବ ନା ଯଦି ସେଇ ଘରର ବା ଭୂଖଣ୍ଡର ଅନ୍ୟ ଦିଗକୁ ଦ୍ୱାର ଥିଲେ ମଧ୍ୟ ମୁଖ୍ୟ ଦ୍ୱାରଠୁ ହିଁ ବାସ୍ତୁର ବିଚାର କରାଯାଏ। ମୁଖ୍ୟ ଦ୍ୱାରର କେତେ ଇମ୍ପୋର୍ଟାନ୍ସ ଅଛି ଆମେ ସେଟା ଅଲରେଡି ପଢି ସାରିଛେ। ଏଇ କାରଣ ମୁଖ୍ୟ ଦ୍ୱାର ଗୃହର ସ୍ୱାମୀ ଓ ଗୃହର ଅନ୍ତେବାସୀ ମାନଙ୍କ ଉପରେ ବେସିକାଲି ମୋଷ୍ଟଲି ପ୍ରଭାବ ପକାଏ। ସେଇଥିପାଇଁ ଆମେ ସବୁ ଜୋନ୍ ବାହାର କରିକି ଭଲସେ ତା ବିଷୟରେ ଆଲୋଚନା କରିଛେ ଏବଂ ତା ବିଷୟରେ ପଢିଛେ ମଧ୍ୟ। ତେଣୁ ଶୁଭ ଫଳ ନିମନ୍ତେ ବାସ୍ତୁର ପ୍ରଭାବ ବିଷୟରେ ଆମେ ଜାଣିବା। ପୂର୍ବମୁଖୀ ଭୂଖଣ୍ଡରେ ଘର କଲା ବେଳେ ଭୂଖଣ୍ଡର ପୂର୍ବ ପଟେ ଅଧିକ ଖାଲି ସ୍ଥାନ ଛାଡିବା ଆବଶ୍ୟକ। ଏହା ଦ୍ୱାରା କଣ ହବ ନା ସୂର୍ଯ୍ୟଙ୍କ ରଶ୍ମି ଗୃହର ମୁଖ୍ୟ ଦ୍ୱାର ଉପରେ ଅଧିକ ପ୍ରଭାବ ପକେଇବ। ଫଳରେ କଣ ହବ ଯେହେତୁ ଏଟା ଶକ୍ତିର ଉତ୍ସ ଆର୍ଥିକ ଉନ୍ନତି ହେବ ଏବଂ ପିଲାମାନ ବା ସନ୍ତାନ ସନ୍ତତି ମାନଙ୍କର ବିକାଶ ଦିଗରେ ଅଧିକ ସହାୟ ହେବ। ତେଣୁ ପୂର୍ବମୁଖୀ ଭୂଖଣ୍ଡରେ ଘର କଲା ବେଳେ ସର୍ବବେଳେ ସଦାସର୍ବଦା ପୂର୍ବମୁଖୀ ଭୂଖଣ୍ଡର ପୂର୍ବ ପଟେ ଅଧିକା ଖାଲି ସ୍ଥାନ ଛାଡିବା ଉଚିତ। ଏଥିରେ ଏଇଟା ଛାଡିଲେ ଆମକୁ ଏଇ ଫଳ ଆମକୁ ମିଳିବ। ଏଇ ପୂର୍ବମୁଖୀ ଭୂଖଣ୍ଡର ଚାରିପଟେ ପାଚିରି କଲା ବେଳେ ପୂର୍ବ ଉତ୍ତର ପଟର ପାଚିରି ଅପେକ୍ଷା ଦକ୍ଷିଣ ଆଉ ପଶ୍ଚିମ ପଟର ପାଚିରି ଅଧିକ ଉଚ୍ଚା ହେବା ଦରକାର, ଅଧିକ ମୋଟା ହେବା ଦରକାର। ଏହା ଫଳରେ ବିଦ୍ୱାନ ସନ୍ତାନ ସନ୍ତତି ମାନେ ଘରେ ଜନ୍ମ ନିଅନ୍ତି ଏବଂ ଗୃହର ଘରକର୍ତ୍ତାଙ୍କୁ ସବୁ ପ୍ରକାର ଶୁଭ ଫଳ ପ୍ରାପ୍ତ ହୁଏ। ଭୂଖଣ୍ଡ ଏବଂ ଘରର ଢାଲୁ ବା ସ୍ଲୋପ ଟା ପୂର୍ବ ଉତ୍ତର ପଟକୁ ହେବା ଉଚିତ। ଠିକ ଅଛି, ସ୍ଲୋପ ଟା ପୂର୍ବରୁ ଉତ୍ତର ପଟକୁ ଡାଉନ ହେଇ ହେଇ ଚାଲିବ, ମାନେ ଦକ୍ଷିଣ ପଶ୍ଚିମ ହାଇଟ ରହିବ, ପୂର୍ବ ଉତ୍ତର ପଟରେ ସ୍ଲୋପ ହେଇକି ଡାଉନ। ଆଉ ପୂର୍ବ ଭୂଖଣ୍ଡର ଢାଲୁ ଅନ୍ୟ ଦିଗକୁ ହେଇଥିଲେ ଆମେ କଣ କରିବା ନା ଦକ୍ଷିଣ ପଶ୍ଚିମ ଦିଗକୁ ଉଚ୍ଚା କରିଦବା ମାଟି ପକେଇକି। ଘରର ମେଜିଆ ମଧ୍ୟ ଘରର ମେଜିଆର ସ୍ଲୋପ ମଧ୍ୟ ଉତ୍ତର କି ପୂର୍ବ ଐଶାନ୍ୟ କୋଣ ଆଡକୁ ରହିବା ଉଚିତ, ମାନେ ତାର ଯୋଉ ସ୍ଲୋପ ଟା ଉତ୍ତର ପୂର୍ବ ଐଶାନ୍ୟ କୋଣକୁ ଡାଉନ ହେଇ ହେଇ ଯିବା ଉଚିତ। ଏହା ଦ୍ଵାରା ଘରର ଲୋକମାନେ ଶାନ୍ତି ଏବଂ ଐଶ୍ୱର୍ଯ୍ୟର ଅଧିକାରୀ ହେଇଥାନ୍ତି। ଠିକ ଅଛି, ତାପରେ କଣ ଯଦି ଛୋଟ ଭୂଖଣ୍ଡରେ ଘର ଆମେ କରୁଛେ ଉତ୍ତର ଦିଗରେ ଅନ୍ତତଃ ପକ୍ଷେ ତିନି ଚାରି ଇଞ୍ଚର ମୋଟାର ଗୋଟେ ପାଚିରି ଦେଇ ସେଇ ପାଚିରି ଠାରୁ 3-4 ଇଞ୍ଚ ଛାଡିକି ଘର ନିର୍ମାଣ କରିବା ଉଚିତ। ପୁରା ଲଗେଇ ଦବନି ପାଚିରିଟାକୁ। ତେବେ ଦକ୍ଷିଣ ପଶ୍ଚିମ ସୀମାକୁ ଲଗେଇକି ଘର କରାଯାଇପାରେ ଯଦି ଛୋଟ ଭୂଖଣ୍ଡ ଅଛି ଏବଂ ଏହା ଶୁଭପ୍ରଦ ହୋଇଥାଏ ଏବଂ ଗୃହରେ ଅର୍ଥାଭାବ ରହେନି। କିନ୍ତୁ ମୋ ମତରେ ଚାରିପଟୁ କିଛି କିଛି ଜାଗା ଛାଡିଦେବା ଉଚିତ ଘର କଲାବେଳେ। ପୂର୍ବ ପଟକୁ ଯଦି ଆମେ ଏଇଟା କରୁ ତାହେଲେ କଣ ମାନେ ଘରର ଅର୍ଥର ଅଭାବ କେବେ ବି ରହିବ ନାହିଁ। ପୂର୍ବ ପଟକୁ ରାସ୍ତା ଥିଲେ ଗୃହର ମୁଖ୍ୟ ଦ୍ୱାର ପୂର୍ବ ପଟେ ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ କରିବା ଆବଶ୍ୟକ। ପୂର୍ବ ପଟରେ ବାରଣ୍ଡା କିମ୍ବା ପଟ୍ଟିକ ନିର୍ମାଣ କଲେ ତାର ଉଚ୍ଚତା ମୁଖ୍ୟ ଘରଠାରୁ କିଛି କମ ହେଲେ ଶୁଭପ୍ରଦ। ଠିକ ଅଛି, ଏହା ଦ୍ୱାରା ଘରରେ ବାସ କରୁଥିବା ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ ଏବଂ ତାଙ୍କର ଯଶରେ ବୃଦ୍ଧି ହୁଏ। ପୂର୍ବ ଭୂଖଣ୍ଡରେ ନଳକୂପ ଭୂତଳ ଜଳ ଭଣ୍ଡାର ଆଦି ଐଶାନ୍ୟ କୋଣ ପଟରେ ରହିବା ଶୁଭପ୍ରଦ।
ଏବଂ ଏହି ଦିଗରେ ପାଇପଲାଇନ ଗୃହକୁ ମଧ୍ୟ ନେବା ଉଚିତ। ଆଉ କଣ ନା ପୂର୍ବମୁଖ ଘରର ପୂର୍ବ ପଟ ଦକ୍ଷିଣ ପଶ୍ଚିମ ପଟରୁ ଯେତେ ଅଧିକ ନିଚ ହବ ସେତେ ଉତ୍ତମ, ଏବଂ ଏହା ଦ୍ୱାରା ଘରକର୍ତ୍ତାର ଯଶ ମାନ ପ୍ରତିଷ୍ଠା ଏବଂ ଆର୍ଥିକ ଉନ୍ନତି ହୋଇଥାଏ। ଘରର ଜଳ ନିଷ୍କାସନ ବ୍ୟବସ୍ଥା ପୂର୍ବ ଦିଗକୁ ହେଲେ ପୁରୁଷ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ଭଲ ହୋଇଥାଏ। ପୂର୍ବମୁଖ ଘରର ପୂର୍ବ ପଟ ଅନ୍ୟ ଦିଗ ଅପେକ୍ଷା ଉଚ୍ଚ ହୋଇଥିଲେ କଣ ହବ ନା ଅର୍ଥ ହାନି ହେବ, ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟର ମଧ୍ୟ ହାନି ହେବ। ଏଇଭଳିଆ କ୍ଷେତ୍ରରେ ଛାତର ଦକ୍ଷିଣ ଦିଗ ପାରାପିଟି ବା ପାଚେରୀ ପୂର୍ବ ଉତ୍ତର ପଟ ଅପେକ୍ଷା ଉଚ୍ଚ କରି ନିର୍ମାଣ କରିବା ଉଚିତ। ଏବଂ ନହେଲେ ନହେଲେ କଣ କରିବ ନା ଘରର ଦକ୍ଷିଣ ପଶ୍ଚିମ ପଟରେ ପୂର୍ବ ଉତ୍ତର ଅପେକ୍ଷା ଅଧିକ ଉଚ୍ଚ କରି ନିର୍ମାଣ କରିବା ଉଚିତ। ତୁରନ୍ତ ନିର୍ମାଣ କାର୍ଯ୍ୟ କରି ନ ପାରିଲେ ଘରର ନୈରୁତ କୋଣରେ ଟିଭି ଆଣ୍ଟିନା ଲଗେଇବା ଦରକାର, କିମ୍ବା ଗୋଟେ ଲୁହା ଦଣ୍ଡ ସ୍ଥାପନ କରିବ ଯେପରିକି ତାର ଉଚ୍ଚତା ପୂର୍ବ ଓ ଉତ୍ତର ପଟ ଅପେକ୍ଷା ଅଧିକା ହେଇଥିବ। ଏହି ବ୍ୟବସ୍ଥା ସହିତ ଗୃହ ମଧ୍ୟରେ ଭାରି ସରଞ୍ଜାମ ବସ୍ତୁ ଗୁଡିକ ଦକ୍ଷିଣ ପଶ୍ଚିମ ପଟରେ ରଖିବା ଉଚିତ। ପୂର୍ବମୁଖୀ ଭୂଖଣ୍ଡରେ ଘର ନିର୍ମାଣ କରିବା ସମୟରେ ପୂର୍ବ ଉତ୍ତର ଦିଗରେ ଖାଲି ସ୍ଥାନ ଛାଡି ନଥିଲେ ପୁତ୍ର ପ୍ରାପ୍ତି ପାଇଁ ବିଳମ୍ବ ହୋଇଥାଏ, କିମ୍ବା ସନ୍ତାନ ମାନେ ବିକଳାଙ୍ଗ ଜନ୍ମ ହୋଇଥାନ୍ତି। ଏଭଳି ଅବସ୍ଥାରେ ରକ୍ଷା ପାଇବା ପାଇଁ ଘରର ଉପର ମହଲା ଶୀଘ୍ର ନିର୍ମାଣ କରି ପୂର୍ବ ଉତ୍ତର ଦିଗରେ ଖାଲି ସ୍ଥାନ ଛାଡିବା ନିତ୍ୟାନ୍ତ ଆବଶ୍ୟକ। ପୂର୍ବମୁଖୀ ଘରର ମୁଖ୍ୟ ଦ୍ୱାର ଆଗ୍ନେୟ କୋଣ ପଟକୁ ହେଇଥିଲେ ଗୃହସ୍ୱାମୀ ଋଣଗ୍ରସ୍ତ ହେବା ସହିତ ମାଲି ମୋକଦ୍ଦମା, ଚୋରି, ଅଗ୍ନିଭୟ ଆଦିର ସମ୍ମୁଖୀନ ହୋଇଥାନ୍ତି। ଏବଂ ଏହି ଦୋଷ ଖଣ୍ଡନ କରିବା ପାଇଁ ପୂର୍ବ ଦିଗର ଐଶାନ୍ୟ କୋଣ ପଟକୁ ଶାସ୍ତ୍ର ଅନୁମୋଦିତ ସ୍ଥାନରେ ଏକ ନୂତନ ଦ୍ୱାର ନିର୍ମାଣ କରିବା ଆବଶ୍ୟକ। ପୂର୍ବରୁ ଥିବା ଦ୍ୱାରକୁ ସବୁବେଳେ ବନ୍ଦ ରଖିବା ଉଚିତ। ମାନେ ଯଦି ତମେ ପୂର୍ବମୁଖୀ ଭୂଖଣ୍ଡରେ କୌଣସି ଗୋଟେ ଏମିତିଆ ଦ୍ୱାର ନିର୍ମାଣ କଲ ଯାହା ପୂର୍ବ ପଟେ ନଥାଇକି ଅନ୍ୟ କୋଉ ପଟେ ରହିଲା, ସେ ଦ୍ୱାରକୁ ମ୍ୟାକ୍ସିମମ୍ ଟାଇମ ବନ୍ଦ କରିଦେବା ଉଚିତ। ତେବେ ଏଇଗୁଡିକ ଥିଲା ପୂର୍ବମୁଖୀ ଭୂଖଣ୍ଡ ଏବଂ ପୂର୍ବମୁଖୀ ଘରର ନିର୍ମାଣ କାର୍ଯ୍ୟ କଲାବେଳେ କେତେ ଗୁଡିଏ ଇମ୍ପୋର୍ଟାଣ୍ଟ ଜିନିଷ, ଛୋଟ ଛୋଟ ଜିନିଷ ହେଲେ ମଧ୍ୟ ଏଗୁଡା ଇମ୍ପୋର୍ଟାଣ୍ଟ ଜିନିଷ, ଟିପ୍ସ ଆଣ୍ଡ ଟ୍ରିକ୍ସ। ୟାକୁ ଯଦି ଆମେ ପାଳନ କରିକି କାରଣ ଏଇ ଟ୍ରିକ୍ସ ଗୁଡାକ ଯଦି ଆମେ ପାଳନ କରିବା, ଘର ଗୋଟେ ଥର ନିର୍ମାଣ ହେଇସାରିଲା ପରେ ତାକୁ ଚେଞ୍ଜେସ୍ କରିବାକୁ ଏତେ କଷ୍ଟ, ଏତେ ପ୍ରୋବ୍ଲେମ ସୃଷ୍ଟି କରିଦେଇଥିବ ସେତେବେଳକୁ ମଣିଷ ସେତେବେଳକୁ ଚାହିଁଲେ ମଧ୍ୟ ସମୟର ଅଭାବରୁ, ପଇସାର ଅଭାବରୁ, ଲୋକ ଅଭାବରୁ କରିବାକୁ ପ୍ରୋବ୍ଲେମ ଫେସ୍ କରେ। ତେଣୁ ଯଦି ଆମକୁ ଗୋଟେ ଭଲ ଯୋଉ ଜିନିଷ ଗୁଡାକ ନିର୍ମାଣ କାର୍ଯ୍ୟ ବେଳେ ଟିକେ ନଜର ରଖିଦେଲେ କାମ ଗୁଡିକ ବହୁତ ସୁନ୍ଦର ବା ଉନ୍ନତ ମାନର ହେଇପାରିବ, ସେଗୁଡିକ ଯଦି ଆମେ ନିର୍ମାଣ କାର୍ଯ୍ୟ ଖତମ ହେଇ ସରିଗଲା ପରେ ଯଦି ଆମେ ତାକୁ ଚେଞ୍ଜେସ୍ କରିବାକୁ କୌଣସି ଚେଷ୍ଟା କରିବା, ସେତିକି ଅନୁପାତରେ ଚେଞ୍ଜେସ୍ ଭଲସେ ହୋଇପାରେ ନାହିଁ। ତେଣୁ ଏଇ ସବୁ ଜିନିଷ ଗୁଡିକ ଯଦି ଆପଣ ମାନେ ଧ୍ୟାନ ରଖିକି କରନ୍ତି, ତାହେଲେ ଆପଣ ମାନେ ନିଶ୍ଚିତ ଭାବରେ ଶୁଭ ଫଳପ୍ରଦ ପାଇପାରିବେ। ତେବେ ଏ ଥିଲା ପୂର୍ବମୁଖୀ ଭୂଖଣ୍ଡ ବିଷୟର କିଛି ଗୋଟେ ଜାଣିବାର ତଥ୍ୟ। କାହିଁକି ଏଗୁଡାକ କୁହାଗଲା? କାରଣ ଘରର ମୁଖ୍ୟ ଦ୍ୱାର ଯୋଉଟା ରହିଲା, ସେଇ ମୁଖ୍ୟ ଦ୍ୱାରକୁ ହିଁ ବେଶ କରିକି ଆମେ ବାସ୍ତୁ କରୁ। ଠିକ ଅଛି, ଆମେ ମୁଖ୍ୟ ଦ୍ୱାରର ଉପଦେୟତା ବିଷୟରେ ମଧ୍ୟ ବିଭିନ୍ନ ଭିଡିଓରେ ମୁଁ ବିଶଦ ଭାବରେ ସମ୍ୟକ ସୂଚନା ଦେଇଛି। ତେବେ ଆଜିର ସେସନ ପାଇଁ ଏତିକି। ପୁଣି ଆମେ ଯୋଉ ଅଷ୍ଟ ଦିଗର କରିବା, ଆଜି ପୂର୍ବ ଗଲା, ପଶ୍ଚିମ କରିବା, ଉତ୍ତର କରିବା, ଦକ୍ଷିଣ କରିବା, ନୈಋତ୍ୟ କରିବା, ଈଶାନ୍ୟ କରିବା, ବାୟବ୍ୟ କରିବା। ତ ଏଇ ସବୁ ଦିଗର ଯଦି ମୁଖୀ ଭୂଖଣ୍ଡ ଥାଏ, ତାହେଲେ କିଭଳି ଭାବରେ ଟିପ୍ସ ଆଣ୍ଡ ଟ୍ରିକ୍ସ ରହିବ ସେଗୁଡିକ ମଧ୍ୟ ଧୀରେ ଧୀରେ ଆଗାମୀ ଭିଡିଓରେ ଆଲୋଚନା କରିବା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।